ଏମିତି ଆଖିରୁ ଧାର ଧାର ଲୁହଟା ବାହାରି ପଡୁଛି। ପୁଣି କଳା ଶିଶୁଟାকে ଧରିକି କୁଆଡେ ଦୌଡ଼ିକି ବାହାରିଛନ୍ତି। ଆପଣ ଜାଣିନାହାନ୍ତି କି ମୋତେ ଆମର ଏଇ କଳା ଶିଶୁ ପୁତ୍ରକୁ ଛାଡ଼ି ମୋ ପଦ୍ମାବତୀ ଆର ବାରିକୁ ଚାଲିଗଲେ। ମୋ କାନ୍ଦୁଥିଲା ତ, ସେଥିପାଇଁ ଏ ଉଦ୍ୟାନରେ ଟିକେ ମୋ ପୁଅକୁ ବୁଲାବୁଲି କରୁଥିଲି। ଆରେ ସେଇ କଥା ଶୁଣିକି ସେନାପତି ବାବୁ ପରା ମୋର ହାତ ଆଉ ମୋରି ଅବସ୍ଥା ତ ତୁମେ ନିଜେ ଦେଖୁଛ। ତେଣୁକରି ସେନାପତି ବାବୁ ଆମକୁ ଗୋଟେ ଚରମ ନିଷ୍ପତ୍ତି ନେଇଯାଇଛି। ନିଷ୍ପତ୍ତି ନେଇଛ? ଆଉ ଥରେ ତୁମେ ବାହା ହେଇ ପଡ଼। ନାଇଁ କୁମାର ବାବୁ, ନାହିଁ, ମୁଁ ଆଉ କେବେ ବି ଦ୍ୱିତୀୟ ବିବାହ କରିବିନି। ତୁମ ପାଇଁ ନୁହଁ, କଣ ହେଇଛି? କାଇ ପାଇଁ କାନ୍ଦୁଛ? କଣ ରହିଛି ସେ କଥା ପଚାରୁନ। ଆରେ ତୁ କହିଲେ ତ ଜାଣିବି। ଆଚ୍ଛା, ଏଇନେ ମହାମନ୍ତ୍ରୀ କଣ କହିଲେ ଯାଇଛନ୍ତି? କଣ କହୁଛି? ଆବେ ଚଟ, ସେ କୁକୁର ସେନାପତି ଗଲା କୁଆଡ଼େ? ସେଇ ଶଳା ମାଇଚାଲପୁର ସହ ଗଲା କୁଆଡ଼େ? ଏଇନେ ଯଦି ସେଇ ଶଳାକୁ ଦେଖିଦେବି ତାର ତଣ୍ଟି ଚିପିକି ରକ୍ତ ବିରି କହିଲା ଆଉ ଆପଣଙ୍କୁ ତଣ୍ଟିଆ ମାରିକି ବାହାର କରିଦେବେ। ମୁଁ ସେମିତି କିଛି କହିନି, ଏ ମିଛ କହୁଛି। ମହାମନ୍ତ୍ରୀ ଆଦିତ୍ୟ ନାରାୟଣ। ତାହେଲେ ଆମ୍ଭ ଦି ଜଣଙ୍କ କଥାଟା ତୁ ଶୁଣି ଏଠୁ ଧାଇକି ଗଲୁ। ମୁଁ ତମ ଦି ଜଣଙ୍କ କଥା ସବୁ ଶୁଣି ଜାଣିଛି। ଭଲ କରିଛ, ଆଉ ଯାହା ବି ଶୁଣିଛୁ ଠିକ ଶୁଣିଛୁ। ଯାଉଛି, ଏଇନେ ଯାଉଛି, ମୁଁ ମୋ ରାଜାଙ୍କୁ କହିବି। କହିବୁ? ଯା ଯା କହିବୁ, ଯା। କେମିତି କହିବୁନି? ଆରେ ରାଜା ସହିତ ସମ୍ବନ୍ଧୀ ହେଇଛୁ ଯେତେବେଳେ ସବୁଟିକୁ ନ କହି କର ତୁ ଶାନ୍ତିରେ ରହିପାରିବୁ। ଯା ଯା ତ ସମସ୍ତଙ୍କୁ କହିବୁ, ସମୁଦି ମୋତେ ମାରିଦେବେ, ମୋ ପୁଅଟାକୁ ମାରିବେ। ଯା ଯା କହିବୁ, ଯା। ଏଇନେ ଯାଉଛି, ମୁଁ ମୋ ରାଜାଙ୍କୁ କହିବି। କାହିଁକି ଲୋକ କରୁଛୁ? ଯା। ଆରେ ଯାଉନ। ମନ୍ତ୍ରୀ ଆଦିତ୍ୟ ନାରାୟଣ, ଏଠାକୁ ଯିଏ ଆସିଛି କେବଳ ଆସିବାର ପାଦ ଚିହ୍ନଟା ଅଛି, କିନ୍ତୁ ଫେରିବାର ପାଦ ଚିହ୍ନଟା ନାହିଁ ରେ। ତୁ ବଞ୍ଚିବାକୁ ଚାହୁଁଛୁ ନା? ଆଉ ତୁ ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ତୋର ଏଇ ଶିଶୁ ପୁଅଟାକୁ ମୋ ହାତକୁ ବଢେଇ ଦେ। ନା, ମୁଁ ମୋ ଛୁଆକୁ ଦେବିନି। ଆବେ କହୁଛି ନା, ମୁଁ ଦେବିନି। ବଞ୍ଚିଯିବୁ ରେ ମହାରାଜ। ତୋ ପୁଅଟାକୁ ମୋତେ ଦେଇଦେ, ତୁ ଆରାମରେ ବଞ୍ଚିଯିବୁ। ନା, ମୁଁ ମୋ ପୁଅକୁ ଜମା ଦେବିନି। ଆଉ ତୋ ପୁଅଟାକୁ ଯଦି ନ ଦେବୁ ମାରିଦେବି। ନାଇଁ ସେନାପତି ବାବୁ, ନାହିଁ, ମୋତେ ଆମ ଶିଶୁ ପୁତ୍ରକୁ ଛାଡ଼ି ଦିଅ। ମୁଁ ଏଇ ରାଜ୍ୟରେ ରହିବିନି। ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି। ମୋ ଜୀବନ ଥିବା ପର୍ଯ୍ୟନ୍ତ ଏ ରାଜ୍ୟକୁ କେବେ ବି ଫେରିବିନି। ଜାଣିଛି, ମୁଁ ଜାଣିଛି ଠିକ ଏମିତି କହିବୁ, ମୋତେ ଛାଡ଼ି ଦିଅ, ମୋ ପୁଅଟାକୁ ଛାଡ଼ି ଦିଅ, ଏ ରାଜ୍ୟରେ ଜମା ରହିବିନି, ଏ ରାଜ୍ୟ ଛାଡ଼ି ଚାଲିଯିବି, ଜୀବନ ଥିବା ପର୍ଯ୍ୟନ୍ତ ଏ ରାଜ୍ୟକୁ କେବେ ଫେରିବି ନାହିଁ। ଆଉ ତୋ ପୁଅଟା ବଡ଼ ହେଲା ପରେ ନାଇବେ, ତୋ ପୁଅଟା ବଡ଼ ହେଲା ପରେ ବଡ଼ ବେଶ ସଜେଇ ରାଜା ଝିଅକୁ ବାହା କରିବା ପାଇଁ ଆସିବି। କେବେ ଆସିବିନି। କହୁଛି ନା, ତୋ ପୁଅଟାକୁ ଦେ। ନା, ମୁଁ ମୋ ପୁଅକୁ ଜମା ଦେବିନି। ନା, ଦେବିନି। ତୋ ପୁଅଟାକୁ ଦେ।
ପତି ବାବୁ ଏଇଟା କଣ ମଣିଷ ମାରିବା ଜିନିଷ ନା ଏଠି ମଣିଷ ମରିବେ ଆରେ ବାବୁ ଏଠି ତ ମଶାଟିଏ ମରିବେ ନା এইটা ହେଉଛି ମଣିଷ ମରା ଜିନିଷ ଯୋଉ ଜାଗାରେ ମଣିଷ ଜାତି ଉତ୍ପାତ କରନ୍ତି ୟାକୁ ସେଇ ଜାଗାରେ ବ୍ୟବହାର କଲେ ମଣିଷଙ୍କ ଆତ୍ମାଟା ଆରାମରେ ସ୍ୱର୍ଗକୁ ଯାଇଥାଏ ଭଲ ମଣିଷ ମାନଙ୍କ ପାଇଁ ମୁଁ ଗୋଟେ
ଭଲ ମଣିଷ ଆଉ ଶୈତାନ ମାନଙ୍କ ପାଇଁ ମୁଁ ହେଇଯାଏ ଗୋଟାଏ ହେଲେ ସେଇ ଗୋଟାଏ ଶବ୍ଦ ମୋ ମନକୁ ବାରମ୍ବାର ବିବ୍ରତ କରୁଛି ପାଇଁ କେବେ କୋଉଦିନ ଖୋଜି ପାଇବ ମୁଁ ସେଇ ପରିଚୟଟାକୁ যে পর্যন্ত ମୋ ପରିଚୟ ପାଇଛି ସେ ପର୍ଯ୍ୟନ୍ତ ଅହରହ ଖୋଜାଥିବେ ମୋ ପରିଚୟ ଯଦି এই স্বপ্ন সবাই থাইবা তা দেখেদেবা আলোকের পথ নেবা আলোকের পথ মতে আমার বাবু ছাড়ে দিয়া মতে বাবু বাপরে কথা জানাতে বাবু চিৎকার করতে একদম চুপ ଆଜ୍ଞା ଆଜ୍ଞା ମାଟ ଫାଟ ହେଇଯିବ ପଳେଇବା ଆପଣଙ୍କର ବୁପା ପିଠରୁ ବାହାର କରିଦବ ଚୋପା নিরীহ মଣିষ গোলা পার করছি আরে কোটা নিরীহ মଣିষ খাদাও পাখিরে এইটা হচ্ছে ମୋ ଶତ୍ରୁ ଆଉ ଶତ୍ରୁକୁ ସଂଘାତ କରିବା ହେଉଛି ମୋ କର୍ତ୍ତବ୍ୟ ଭାରି ଅମଣିଷ ବା କି ମଣିଷ ବି ତୁ ମଣିଷ ଭିତରେ କେବେ ମାତ୍ର ଶତ୍ରୁତାର ହାତରେ ଆସି କେବଳ ମିତ୍ରତାର ଭାବ এইটা যেমন জীবন সারা মরে জীবন সারা মরে ତୋର ସେ ନୀତି ଉପଦେଶ ଶୁଣିବା ପାଇଁ ମୋ ପାଖରେ ସମୟ ନାହିଁ ମୁଁ ଯିବି ସମୟ ଏ ବାପ ପୁଅ ଦି ଜଣଙ୍କୁ ନ ମାରିଲା ଯାଏ ଏ ଜାଗା ଛାଡ଼ି କୁଆଡ଼େ ମାରିଦେବି ତୋରି ସମ୍ମୁଖରେ ଏ ବାପ ପୁଅ ଦି ଜଣଙ୍କୁ ଆଗ ମାରିବି ଆଉ ପାଦ ଯଦି ରାଗିବ ନା